2025 ମସିହାରେ ଉତ୍ତେଜନା ମଧ୍ୟରେ ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଏବେ ସାଧାରଣ ଜନତାକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦେଶ ଭିତରେ ପେଟ୍ରୋଲ, ଡିଜେଲ କିମ୍ବା ଏଲ୍ପିଜିର କୌଣସି ଅଭାବ ନାହିଁ, ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାରଙ୍କ ଅନୁଯାୟୀ ସାରା ଦେଶରେ ଏଲ୍ପିଜିର ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ସିଲିଣ୍ଡର ଷ୍ଟକ୍ ହ୍ରାସ ସହିତ କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ। କେବଳ ଏପ୍ରିଲ 11 ତାରିଖରେ 5.2 ନିୟୁତ ଅଧିକ ଘରୋଇ ଗ୍ୟାସ୍ ସିଲିଣ୍ଡର ବିତରଣ କରାଯାଇଥିଲା। ଏହା ବ୍ୟତୀତ 98% ବୁକିଂ ବର୍ତ୍ତମାନ ଅନଲାଇନ୍ ପ୍ରକ୍ରିୟାକରଣ କରାଯାଉଛି, ଯାହା ସିଷ୍ଟମକୁ ଅଧିକ ସହଜ କରିଥାଏ। ଜନସାଧାରଣଙ୍କୁ ଅନାବଶ୍ୟକ ଭାବରେ ଗ୍ୟାସ୍ କିମ୍ବା ଇନ୍ଧନ ଗଚ୍ଛିତ ନ କରିବାକୁ ଅନୁରୋଧ କରାଯାଇଛି। ସରକାର କଳାବଜାରୀ ଏବଂ ମଜୁତକାରୀ ବିରୁଦ୍ଧରେ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଜି ପର୍ଯ୍ୟନ୍ତ 27ରୁ ଅଧିକ ଚଢ଼ାଉ କରାଯାଇଛି। 219 ଏଲ୍ପିଜି ବିତରକ ଉପରେ ଜରିମାନା ଲାଗୁ କରାଯାଇଛି ଏବଂ 56 ସଂସ୍ଥାର ବିତରକକୁ ସ୍ଥଗିତ କରାଯାଇଛି। ସରକାର ବିକଳ୍ପ ଇନ୍ଧନକୁ ମଧ୍ୟ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛନ୍ତି। ପାଇପ୍ ପ୍ରାକୃତିକ ଗ୍ୟାସ୍, ପିଏନ୍ଜି ଏବଂ ବୈଦ୍ୟୁତିକ ରୋଷେଇ ପଦକ୍ଷେପଗୁଡ଼ିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଯାଇଛି। ମାର୍ଚ୍ଚ 2026 ଠାରୁ ନୂତନ ପିଏନ୍ଜି ସଂଯୋଗ ଦିଆଯାଇଛି, ଯେତେବେଳେ ଲକ୍ଷ ଲକ୍ଷ ଲୋକ ଏହା ପାଇଁ ଆବେଦନ କରିଛନ୍ତି। ନିରନ୍ତର ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ପାଇଁ ରିଫାଇନେରୀଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରତି ଲିଟର ପିଛା ଉତ୍ପାଦ ଶୁଳ୍କ 10 ହ୍ରାସ କରାଯାଇଛି। ଏହା ସହିତ ରାଜ୍ୟଗୁଡ଼ିକୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କିରୋସିନ ଆବଣ୍ଟନ କରାଯାଉଛି। ସାମୁଦ୍ରିକ କ୍ଷେତ୍ରରେ ପରିସ୍ଥିତି ମଧ୍ୟ ସ୍ୱାଭାବିକ ରହିଛି। ଦେଶର ସମସ୍ତ ବନ୍ଦର କାର୍ଯ୍ୟ ବିନା କୌଣସି ବାଧାରେ ଚାଲିଛି। ଭାରତୀୟ ଜାହାଜ ଏବଂ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଆଜି ପର୍ଯ୍ୟନ୍ତ 2000ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବରେ ସ୍ୱଦେଶ ଫେରାଇ ନିଆଯାଇଛି। ଆମେରିକା ଇରାନ ବାର୍ତ୍ତା ବିଫଳ ହେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବଡ଼ ବୟାନ। ସେ କହିଛନ୍ତି ଯେ ଇରାନ ବିରୋଧରେ ଅଭିଯାନ ଦ୍ୱାରା ତା'ର ପରମାଣୁ ଓ ବାଲିଷ୍ଟିକ୍ ମିସାଇଲକୁ କାର୍ଯ୍ୟକ୍ରମକୁ ଦଳି ଦିଆଯାଇଛି। ନେତନ୍ୟାହୁ କହିଛନ୍ତି ଯେ ଅଭିଯାନ ହେବ ଶେଷ ହୋଇନାହିଁ, ତେବେ ଏହା ପୂର୍ବରୁ ସ୍ପଷ୍ଟ ଯେ ଆମେ ଐତିହାସିକ ଉପଲବ୍ଧି ହାସଲ କରିଛୁ। ଇରାନ ଆମକୁ ଚାରିପଟୁ ଘେରି ଶ୍ୱାସରୁଦ୍ଧ କରିବାକୁ ଚାହୁଁଥିଲା। ଗାଜାରେ ହମାସ, ଲେବାନନରେ ହିଜବୁଲ୍ଲାହ, ସିରିଆରେ ଅସଦ ଶାସନ, ଇରାକରେ ମିଲିସିଆ ଓ ୟେମେନରେ ହୁତିଙ୍କ ଦ୍ୱାରା ଆମକୁ ଆକ୍ରାନ୍ତ କରୁଥିଲେ। ସେ କହିଛନ୍ତି ଯେ ଇରାନ ଆମ ତଣ୍ଟି ଚିପିବାକୁ ଚେଷ୍ଟା କରୁଥିଲା, ହେଲେ ଏବେ ଆମେ ତା ଗଳା ଚିପି ଦେଇଛୁ। ସେମାନେ ଆମକୁ ସମାପ୍ତ କରିଦେବାକୁ ଧମକ ଦେଇଥିଲେ, ଏବେ ନିଜକୁ ବଞ୍ଚାଇବାକୁ ଲଢ଼ୁଛନ୍ତି। ଏହା ସବୁ ଫେବୃଆରୀ 28ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ସହ ଆରମ୍ଭ ହୋଇଥିଲା। ନେତନ୍ୟାହୁ ସେତେବେଳେ କହି ଟିପ୍ପଣୀ କରିଛନ୍ତି, ଯେତେବେଳେ ଶନିବାର ପାକିସ୍ତାନରେ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ହେବା ଓ ରବିବାର ବିନା କୌଣସି ଫଳାଫଳରେ ସମାପ୍ତ ହେବା ପରେ ଆସିଛି, ତେବେ ବାର୍ତ୍ତା ବିଫଳ ହେବା ନେଇ ଇରାନ ଏବେ ସବୁ ଦୋଷ ଆମେରିକା ଉପରେ ଲଦୁଛି। ଆମେରିକାର ଦାବି ଅନୁଚିତ ବୋଲି ଇରାନ କହିଛି। ଇରାନ ସରକାରୀ ଗଣମାଧ୍ୟମ IRIB ଇରାନୀ ପ୍ରତିନିଧି ମଣ୍ଡଳ କିଛି ପ୍ରସ୍ତାବ ସାମ୍ନାରେ ରଖିଥିଲେ, ହେଲେ ଆମେରିକା ପକ୍ଷ ଏହି ସବୁ ପ୍ରସ୍ତାବକୁ ଅଣଦେଖା କରିଛନ୍ତି। ଏଣୁ ଆଲୋଚନା ବିନା କୌଣସି ଫଳାଫଳ ସମାପ୍ତ ହୋଇଛି ବୋଲି କହିଛି। ହରମୁଜକୁ ବନ୍ଦ କରିବା ଆମେରିକା ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ୱରେ ହଲଚଲ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ବଢ଼ିପାରେ ତୈଳ ସଙ୍କଟ। ବିଶେଷ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା ହରମୁଜ ପ୍ରଣାଳୀରେ ଜାହାଜର ପ୍ରବେଶ ଏବଂ ପ୍ରସ୍ଥାନକୁ ଅବରୋଧ କରିବ ଏବଂ ଏଥିପାଇଁ ତୁରନ୍ତ ଅବରୋଧ ଆରମ୍ଭ କରିବ। ଉଲ୍ଲେଖନୀୟ ଯେ ପାକିସ୍ତାନରେ ଅନୁଷ୍ଠିତ ଆମେରିକା ଇରାନ ଶାନ୍ତି ଆଲୋଚନାର ଅନିଶ୍ଚିତ ଫଳାଫଳରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଏହା ଉଲ୍ଲେଖନୀୟ ଯେ ଟ୍ରମ୍ପ ଏବେ ସେହି ସାମୁଦ୍ରିକ ମାର୍ଗ ଉପରେ ରଣନୈତିକ ନିୟନ୍ତ୍ରଣ ସ୍ଥାପନ କରିବାକୁ ଚେଷ୍ଟା କରିବେ, ଯାହା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବିଶ୍ୱ ତୈଳ ଯୋଗାଣର 20% ପରିବହନ ପାଇଁ ଦାୟୀ ଥିଲେ। ଏହାଦ୍ୱାରା ଇରାନର ପ୍ରଭାବରେ ପ୍ରାଥମିକ ଉତ୍ସକୁ ନିରପେକ୍ଷ କରିବା ପାଇଁ ଏକ ପ୍ରୟାସ କରାଯିବ। ଉଲ୍ଲେଖନୀୟ ଯେ ଆମେରିକାର ଅବରୋଧ ଘୋଷଣା ବିଶ୍ୱ ଶକ୍ତି ବଜାର ଏବଂ ତୈଳ, ପ୍ରାକୃତିକ ଗ୍ୟାସ୍ ଏବଂ ସମ୍ପର୍କିତ ଉତ୍ପାଦନର ମୂଲ୍ୟରେ ଆହୁରି ଅସ୍ଥିରତା ସୃଷ୍ଟି କରିଛି ବୋଲି ଆଶା କରାଯାଉଛି। ତଥାପି ଆମେରିକା ନୌସେନା କିପରି ଏବଂ କେବେ ଅବରୋଧ ଆରମ୍ଭ କରିବ ତାହା ସ୍ପଷ୍ଟ କରାଯାଇନାହିଁ। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଆମେରିକାନ ନୌସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆନ୍ତର୍ଜାତୀୟ ଜଳସୀମା ଦେଇ ଯିବା ପାଇଁ ଇରାନକୁ ଟୋଲ୍ ଦେୟ କରୁଥିବା ଯେକୌଣସି ଜାହାଜକୁ ଖୋଜି ଅଟକାନ୍ତୁ। ବେଆଇନ ଭାବରେ ଏପରି ଟୋଲ୍ ଦେଉଥିବା ଯେକୌଣସି ଜାହାଜକୁ ସମୁଦ୍ରରେ ସୁରକ୍ଷିତ
ପଥ ପ୍ରଦାନ କରାଯିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଦେଶମାନେ ମଧ୍ୟ ଏହି ଆମେରିକାର ଅବରୋଧରେ ସାମିଲ ହେବେ, ଯଦିଓ ସେମାନଙ୍କ ନାମ ସ୍ପଷ୍ଟ କରିନାହାନ୍ତି।